जो रथ चक्र चक्र ଯେତେବେଳେ ବିକ୍ରି ହଉନଥିଲା ରଥ ଚକ୍ର ଆମର 7-8 ବର୍ଷ ପୂର୍ବେ 20,000-25,000 ଲେଖାଏଁ ଗୋଟେ ଗୋଟେ ଚକ୍ର ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଥିଲା। ସେ ଚକ୍ର ବି ପ୍ରାୟ ନଉନଥିଲେ। ଆଜ୍ଞା ଜଗନ୍ନାଥଙ୍କ ଚକ୍ର ଯାଉଥିଲା କିନ୍ତୁ ସୁଭଦ୍ରାଙ୍କର ବଳଭଦ୍ର ଠାକୁରଙ୍କର ଚକ୍ରକୁ କେହି ନଉନଥିଲେ। ହୁଁ ବର୍ତ୍ତମାନ କାଳକ୍ରମେ ତାପରେ 50,000 କରାଗଲା। ହୁଁ ତାପରେ ପୁଣି ତାକୁ ଗଲା ବର୍ଷ ଯୋଉ ତାକୁ 2 ଲକ୍ଷରେ ବିକ୍ରି କରାଯାଇଛି ଜଗନ୍ନାଥ ମହାପ୍ରଭୁ ଚକ୍ର ହୁଁ ଏବଂ ବଳଭଦ୍ର ଚକ୍ରକୁ ସେମିତି 50,000 ବିକ୍ରି ନନ୍ଦିଘୋଷ କରାଯାଇଛି। ଚକ୍ର ଦାମ ରହିଛି 3 ଲକ୍ଷ ଆଉ ବଳଭଦ୍ର ତେଣୁକରି ବର୍ତ୍ତମାନ ଶୁଣନ୍ତୁ ଆଜ୍ଞା ବର୍ତ୍ତମାନ ନନ୍ଦିଘୋଷର ଦାମ ହେଇଛି 3 ଲକ୍ଷ ଆଜ୍ଞା ଏବଂ 3ଟା ଯାକ ଚକ ନେଲେ 6 ଲକ୍ଷ ଟଙ୍କା ଦେବାକୁ ପଡିବ। ଆଜ୍ଞା ତେଣୁକରି ଗୋଟେ ହଉଛି ଯେ ଜଗନ୍ନାଥ ମହାପ୍ରଭୁଙ୍କର ଚକ ସମସ୍ତେ ନେବା ପାଇଁ ଆଗ୍ରହ ଠାକୁରଙ୍କ ଜିନିଷ ରଖିବା ପାଇଁ। ତେଣୁକରି ଯୋଉ 6 ଲକ୍ଷ ଟଙ୍କାଟା ହେଇଛି ଯୋଉମାନଙ୍କ ପାଖରେ ବଳଭଦ୍ର ପଇସା ଅଛି ଆଉ ସୁଭଦ୍ରାଙ୍କ ରଥର ଚକ ନବା ପାଇଁ ଶ୍ରଦ୍ଧାଳୁ ମାନେ ଚାହାନ୍ତି ନା ନାଇଁ ନା କେବଳ ଜଗନ୍ନାଥଙ୍କ ରଥର ଚକ ଶୁଣନ୍ତୁ ନବା ପାଇଁ ଚାହାନ୍ତି? ଜଗନ୍ନାଥଙ୍କ ରଥ ଚକଟାକୁ ପ୍ରାୟ ଲୋକ ଚାହାନ୍ତି। କଣ ପାଇଁ କାରଣ କଣ କିଛି କାରଣ ମହାପ୍ରଭୁଙ୍କର ସବୁ ଆପଣମାନେ ଜାଣିଥିବେ ସବୁ କାମରେ ଜଗନ୍ନାଥ। ତେଣୁକରି ତାଙ୍କର ଓଡିଆଙ୍କର ପ୍ରାଣ ଦେବତା ହେଲା ଜଗନ୍ନାଥ। ଆଜ୍ଞା ତେଣୁକରି ସେ ବଳଭଦ୍ର ସୁଭଦ୍ରା ଚକକୁ କି ନିଅନ୍ତୁ ନ ନିଅନ୍ତୁ କିନ୍ତୁ ଜଗନ୍ନାଥ ଚକକୁ ସବୁ ଜାଗାରେ ଆଗ୍ରହ ଶ୍ରଦ୍ଧା ଭକ୍ତିଭାବ ଥାଏ। ଆଜ୍ଞା ତେଣୁକରି ଗୋଟେ ଜିନିଷ ହଉଛି ଯେ ବର୍ତ୍ତମାନ ଏଇଟା 3ଟା ଯାକ ବଳଭଦ୍ରଙ୍କର 2 ଲକ୍ଷ ସୁଭଦ୍ରାଙ୍କର ଲକ୍ଷେ ଜଗନ୍ନାଥଙ୍କର 3 ଲକ୍ଷ ଆଜ୍ଞା ବର୍ତ୍ତମାନ 6 ଲକ୍ଷ ଟଙ୍କା କରାଯାଇଛି। ହୁଁ 6 ଲକ୍ଷ ଟଙ୍କାରେ କରିବା ପାଇଁ ଆମେ ଜାଣୁଛୁ ଯେ ଜଗନ୍ନାଥଙ୍କ ରେଭିନ୍ୟୁ ଆସିବ କିଛି ଅସୁବିଧା ନାହିଁ ଲୋକଙ୍କର ବି ଆଗ୍ରହ ଅଛି କିନ୍ତୁ ତା ଦେହରେ ଜଗନ୍ନାଥଙ୍କ ଚକ କୋଉମାନେ ନେବେ ଠାକୁରଙ୍କ ଚକ କଣ ପାଇଁ ଯିବ ତେଣୁକରି ଠାକୁରଙ୍କ ଚକ ଯଦି ଜାଗ ଯିବ ତାହେଲେ ସବୁ ଧର୍ମାନୁଷ୍ଠାନ କୋଉ ଦେବାଳୟ ଏଇସବୁ ଜାଗା ମାନଙ୍କୁ ସବୁ ଯାଏ। ହୁଁ କାରଣ ଏଇସବୁ ଜାଗା ପାଖରେ ରହିଲେ ପୂଜା ପାଇବେ ଏବଂ ଲୋକ ଭକ୍ତି ଭାବରେ ମହାପ୍ରଭୁ ରଥଙ୍କର ଚକ ନନ୍ଦିଘୋଷର ଚକ ତାଳଧ୍ୱଜ ମହାପ୍ରଭୁଙ୍କ ଚକ ଦେବୀ ମା ଦେବୀଙ୍କର ରଥ ଚକ ଏଇସବୁ ଜିନିଷ ପ୍ରତି ଭକ୍ତିଭାବ ଅଛି ଲୋକଙ୍କର। ତେଣୁକରି 6 ଲକ୍ଷ ଟଙ୍କା ଦେଇକିରି ଯୋଉ ଆମର ଛୋଟ ମାନେ ଅଛି ଯୋଉ ଅନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ ଯୋଉ ମନ୍ଦିର ଫନ୍ଦିର ଅଛନ୍ତି ସେମାନେ କୁଆଡେ ମନ୍ଦିର ଟ୍ରଷ୍ଟ ଏମାନେ ନେଇପାରିବେନି। ତେଣୁକରି ଯାହା ପାଖରେ ପଇସା ଥିବ ସେଇମାନେ ହିଁ କିଣିବେ ତାକୁ। ତେଣୁକରି ଆମେ ଗୋଟେ ଅନୁରୋଧ କରିବା ମୁଖ୍ୟ ପ୍ରଶାସନକୁ ଯେ ଯାହା ପାଖରେ ପଇସା ଅଛି ବର୍ତ୍ତମାନ ସେ ଲୋକ ସେ ତାକୁ ନେବେ। ତେଣୁକରି ବହୁତ ଗରିବ ଅନୁଷ୍ଠାନ ଅଛି ବହୁତ ଧର୍ମ ଅନୁଷ୍ଠାନ ଅଛି ବହୁତ ଗରିବ ଧର୍ମ ଅନୁଷ୍ଠାନ ମନ୍ଦିର ଅଛି। ତେଣୁକରି ଏସବୁ ଲୋକମାନଙ୍କର ଆଗ୍ରହ ନେବା ପାଇଁ ତେଣୁକରି 6 ଲକ୍ଷ ଟଙ୍କାରେ କୁଆଡେ ନେବେ ଯୋଉଠି ମହାପ୍ରଭୁ ଚୂଡା ଭଜା ଖଇ ଟିକେ ଦେବା କଷ୍ଟକର ଆଜିକାଲି ଯୁଗରେ ହଉଛି। ତେଣୁକରି ସେମାନେ ଏତେ ପଇସା ଦେଇ ଚକ କେମିତି କାହିଁକି ନବ ତେଣୁକରି ଚକକୁ ଗୋଟେ ଠିକ ରେଟ୍ କରାଯାଉ ଯୋଉ ରେଟଟା ମାନେ ଆପଣ କହୁଛନ୍ତି ଯୋଉ ଚକର ରେଟ୍ କରାଯାଉଛି ବହୁତ ଅଧିକ ହେଇଯାଉଛି ବହୁତ ଅଧିକ ହେଇଯାଇଛି ଯୋଉଥିରେ କି ମୁଁ ସେଇ ହିସାବରେ କହିଲି ଯେ ଧର୍ମ ଯୋଉ ଅନୁଷ୍ଠାନ ମାନେ ନେବେ ଧର ଆପଣ ତ ଘରକୁ ନେବେନି ଚକ ଚକ ଯିବ ଦେବାଳୟ ଜାଗାକୁ ଚକ ଯିବ କୌଣସି ଧର୍ମ ଅନୁଷ୍ଠାନକୁ ଚକ ଯିବ ଚକ ଏଇନି ସବୁ ଚକ ଯାଉଛି ସବୁ ବଡ ବଡ କର୍ପୋରେଟର ଆଉଛି ଆଜ୍ଞା ସେଠି ସବୁ ତାଙ୍କର କାଚ ଦେହରେ ବନ୍ଧା ହେଇକି ଥୁଆ ହଉଛି। ତେଣୁ ସେମାନଙ୍କ ପଇସା ଅଛି ସେ 6 ଲକ୍ଷ ଦେଇ ନେଇଯିବେ। ତେଣୁକରି ଆପଣ ଧର କୋଉଠି ଧର୍ମ ଅନୁଷ୍ଠାନ କରିଛନ୍ତି କୋଉଠି ମନ୍ଦିର କରିଛନ୍ତି ଦେବାଳୟ କରିଛନ୍ତି ଚାହୁଁଛନ୍ତି ଚକ ଖଣ୍ଡେ ଯିବାକୁ ଯାଇ ନେଇପାରିବେ ନାହିଁ କାହିଁକିନା ପଇସା ସେତେ ବାଧକ ହବ ଏତେ ପଇସା ଦେଇକି ନେବାଟା ବି କଷ୍ଟ ହବ। ତେଣୁକରି ଏତେ ପଇସା ଆସିବ କୋଉଠୁ ତେଣୁକରି ଆମେ ଗୋଟେ ଅନୁରୋଧ କରିବା ଜିଲ୍ଲା ଆମର ମୁଖ୍ୟ ପ୍ରଶାସନକୁ ଏହା ଉପରେ ସେ ଟିକେ ବିଚାର କରନ୍ତୁ ଚକ ଗୁଡାକ ଟିକେ ଆମେ ଜାଣୁଛୁ ଚକର ଦାମକୁ କିଏ ଫିକ୍ସ କରନ୍ତି? ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାକୁ ଯେତେବେଳେ ଦାମ ଯେତେବେଳେ ଠାକୁର ଯେତେବେଳେ ଲୋକଙ୍କର ଡିମାଣ୍ଡ ବଢିଲା ଆଜ୍ଞା ସେ ରେଟକୁ ବଢେଇଲେ। ଲୋକଙ୍କର ଡିମାଣ୍ଡ କଣ ଏତେ ବଢୁଛି ଯେ 2 ଲକ୍ଷ 3 ଲକ୍ଷ ଚକର ଦାମ ସବୁ ବିକ୍ରି ହଁ କରୁଛନ୍ତି? ବହୁତ ଲୋକ ଦରଖାସ୍ତ ଦେଇକିରି ଏ ଆସିକି ସବୁ କିଏ ନଉଛନ୍ତି ଏଇ ସବୁ ଏତେ ଲକ୍ଷ ଟଙ୍କା ନେଇ ମାନେ ଦେଇକି କିଏ ସବୁ ଚକ ନଉଛନ୍ତି? ଚକ ନଉଛନ୍ତି ମୁଁ କହିଲି ପରା ବଡ ବଡ କର୍ପୋରେଟର ହାଉସ ସବୁ ନଉଛନ୍ତି ବଡ ବଡ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ଅଛନ୍ତି ବଡ ବଡ ଜାଗାରେ ସବୁ ବଡ ବଡ ଲୋକମାନେ ସବୁ ନଉଛନ୍ତି। ଯୋଉ ଲୋକଙ୍କୁ ଆପଣ ମାନେ ଯୋଉ ଦରଖାସ୍ତ ସବୁ ପଡିବ ଆଜ୍ଞା ଆପଣ ଦେଖିବେ RTI ମାଗରେ ମାଗିବେ କୋଉମାନେ ସବୁ ଚକ ପକେଇଛନ୍ତି ଆପଣ ଜାଣିବେ କୋଉ ସବୁ ଲୋକ ପକେଇଛନ୍ତି। ତେଣୁକରି ଯୋଉମାନେ ଗରିବ ଧର୍ମ ଅନୁଷ୍ଠାନ ଅଛି ଗରିବ ସଂସ୍ଥା କେହି ନେଇପାରିବେ ନାହିଁ ଏତେ ରେଟ୍ ହେଲେ କିଏ ନବ ଆଗକୁ ଆହୁରି ବଢିବ ଆହୁରି ବଢିବ ଆପଣ ଯାହା ଅନୁମାନ କରୁଛନ୍ତି ରଥର ଚକ ଆଉ ୟା ପରଠୁ ଆହୁରି ବଢିବ ଆହୁରି ବଢିପାରେ ନିଶ୍ଚିତ ଯଦି ଅଧିକ ଡିମାଣ୍ଡ ହେବ ବଢିବ। ତେଣୁକରି ଆମେ କହିବା କଥା ଏଠି ଗୋଟେ ମିନିମମ୍ ରେଟ୍ ହଉ ଯୋଉ ରେଟ୍ ରେ ଯୋଉମାନେ ସବୁ ଚାହୁଁଛନ୍ତି ଆମର 15-20 ବର୍ଷ ଭିତରେ ପ୍ରାୟ ଜାଗାରେ ସେ ଚକ ଯାଇ ପହଞ୍ଚି ଯାଇଥିବ।
ଆଜ୍ଞା ଯଦି ରେଟ୍ଟା ସେଇଭଳିଆ ହୁଏ ଆଉ ନହେଲେ ରେଟ୍ ହେଇଗଲେ ତ ଗରିବ ଅନୁଷ୍ଠାନ ମାନେ କେହି ନେଇପାରିବେନି ଆଉ। ଯୋଉ ଧର୍ମ ଅନୁଷ୍ଠାନ ସବୁ ବିଭିନ୍ନ ଜାଗାରେ ସବୁ ଅଛି ସେ 2-3 ଲକ୍ଷ ହେଲେ ବହୁତ କଷ୍ଟରେ ସେମାନେ ନେଇପାରିବେ। ଆଉ 6 ଲକ୍ଷ ଦେଇକି କିଏ କିଣେନି। ନିହାତି ଭାବେ 6 ଲକ୍ଷ ବହୁତ ଅଧିକ ହେଇଯାଉଛି। ବହୁତ ଅଧିକ ହେଇଯାଉଛି। ପୁଣି ଆଗକୁ ଯଦି ବଢିବ ତାକୁ ଗୋଟେ ଜାଣି ଶୁଣି ଠିକ ରେଟ୍ କରାଯାଉ। ଯୋଉ ରେଟ୍ରେ ଲୋକମାନେ ନେଇପାରିବେ କରିପାରିବେ। କାହିଁକିନା ଏ ତ ବ୍ୟକ୍ତିଗତ ଲୋକ କେହି କିଣିବାର ନାହିଁ କି ଘରକୁ ନେବାର ନାହିଁ। ଏଗୁଡାକ ସବୁ ବିଭିନ୍ନ ଧର୍ମାନୁଷ୍ଠାନ ମାନେ ନେବାକୁ ପଡିବ। ତେଣୁକରି ସେମାନଙ୍କ ମନରେ କହିବ ଯେ ଏତେ ପଇସା ଦେଲା ଆମେ କୋଉଠୁ କିଣିପାରିବୁ। ତେଣୁକରି ଚକ ରେଟ୍ ଟିକେ କମେଇ ଦିଅନ୍ତୁ। ଏସବୁ ହଉଛି। ତେଣୁକରି ଆମେ ଆଶା କରିବା ମୁଖ୍ୟ ପ୍ରଶାସକ କେମିତି ଧ୍ୟାନ ଦିଆଯିବ। ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ ସାର୍।